नाहं प्रकाशः सर्वस्य योगमाया समावृतः मूढोऽयं नाभिजानाति लोको मामजमव्ययम्। हे अर्जुन, ମୁଁ ସମସ୍ତଙ୍କ ସାମ୍ନାରେ ପ୍ରକଟ ରୂପରେ ଆସିନଥାଏ, କାରଣ ମୁଁ ମୋର ଯୋଗମାୟା ଦ୍ୱାରା ଲୁଚି ଯାଇଥାଏ। ଏହି ଶ୍ଲୋକଟି ବୁଝିବା ଆଗରୁ ଆପଣଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ତିନୋଟି ଶକ୍ତି ବିଷୟରେ ବୁଝିବାକୁ ପଡ଼ିବ ବନ୍ଧୁଗଣ। ବିଷ୍ଣୁ ପୁରାଣରେ କୁହାଅଛି, ବିଷ୍ଣୁ ଶକ୍ତି ପରା ପ୍ରୋକ୍ତା କ୍ଷେତ୍ରଜ୍ଞାଖ୍ୟା ତରାପରା ଅବିଦ୍ୟା କର୍ମ ସଂଜ୍ଞାନ୍ୟା ତୃତୀୟା ଶକ୍ତି ରିଷ୍ୟତେ। ଅର୍ଥାତ୍ ପରମ ପୁରୁଷ ଶ୍ରୀ ବିଷ୍ଣୁଙ୍କର ତିନୋଟି ମୁଖ୍ୟ ଶକ୍ତି ରହିଛି, ମାୟା, ଜୀବ ଏବଂ ଯୋଗମାୟା। ଆମେ ମାୟା ଓ ଜୀବ ବିଷୟରେ ଆଲୋଚନା କରିସାରିଛୁ, କିନ୍ତୁ ତାଙ୍କର ଦିବ୍ୟ ଶକ୍ତି ଯୋଗମାୟା ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ, ଯାହାର ପ୍ରଭାବରେ ସେ ତାଙ୍କର ଦିବ୍ୟ ଲୀଳା, ଦିବ୍ୟ ପ୍ରେମାନନ୍ଦ ଏବଂ ଦିବ୍ୟ ଲୋକର ପରିପ୍ରକାଶ କରିଥାନ୍ତି। ସେହି ଯୋଗମାୟା ଶକ୍ତି ଦ୍ୱାରା ଭଗବାନ ପୃଥିବୀ ପୃଷ୍ଠରେ ଅବତରିତ ହୋଇ ତାଙ୍କର ଦିବ୍ୟା ଲୀଳା ପ୍ରକଟ କରିଥାନ୍ତି। ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଆମଠାରୁ ନିଜକୁ ଆବୃତ କରି ରଖିଥାନ୍ତି। ଭଗବାନ ଆମର ହୃଦୟରେ ବସିଥିଲେ ମଧ୍ୟ ଆମେ ତାଙ୍କୁ ଅନୁଭବ କରିପାରୁନଥାଉ। ଆମେ ତାଙ୍କର ଦିବ୍ୟ ଦର୍ଶନ ପ୍ରାପ୍ତ କରିବା ନିମନ୍ତେ ଯୋଗ୍ୟ ହେବା ପର୍ଯ୍ୟନ୍ତ ଯୋଗମାୟା ତାଙ୍କର ଦିବ୍ୟତା ଆମଠାରୁ ଗୁପ୍ତ ରଖିଥାନ୍ତି। ସେଥିପାଇଁ ବନ୍ଧୁଗଣ, ତାଙ୍କୁ ସାକାର ରୂପରେ ଦେଖିଲେ ମଧ୍ୟ ଆମେ ତାଙ୍କୁ ଭଗବାନ ଭାବରେ ଚିହ୍ନି ପାରିନଥାଉ। ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଯେତେବେଳେ ଆମକୁ କୃପା ପ୍ରଦାନ କରିଥାନ୍ତି, ସେତେବେଳେ ହିଁ ଦିବ୍ୟ ଦୃଷ୍ଟି ଦ୍ୱାରା ଆମେ ଭଗବାନଙ୍କୁ ଦେଖିପାରିଥାଉ। ଭଗବାନଙ୍କ ଯୋଗମାୟା ଶକ୍ତି ଉଭୟ ନିରାକାର ମଧ୍ୟ ଅଟେ ଏବଂ ସାକାର ମଧ୍ୟ ଅଟେ। ରାଧା, ସୀତା, ଦୁର୍ଗା, କାଳୀ, ଲକ୍ଷ୍ମୀ, ପାର୍ବତୀ ଇତ୍ୟାଦି ଯୋଗମାୟା ଶକ୍ତିର ସାକାର ସ୍ୱରୂପ ଅଟନ୍ତି ଏବଂ ସେମାନେ କୋମଳତା, ସହାନୁଭୂତି, କ୍ଷମା, ଦୟା, ଅକାରଣ କରୁଣା ଇତ୍ୟାଦି ମାତୃସୁଲଭ ଗୁଣ ପ୍ରକାଶିତ ମଧ୍ୟ କରିଥାନ୍ତି। ଆମ ପାଇଁ ସର୍ବାଧିକ ମୂଲ୍ୟବାନ ଏହା ଯେ ସେମାନେ ଜୀବ ଉପରେ କୃପା ବୃଷ୍ଟି କରି ତାକୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାନ୍ତି, ଯାହାଦ୍ୱାରା ଜୀବ ଭଗବାନଙ୍କୁ ଜାଣିପାରିଥାଏ। ଯୋଗମାୟା ଉଭୟ କାର୍ଯ୍ୟ କରିଥାନ୍ତି। ଅନଧିକାରୀ ଜୀବଙ୍କଠାରୁ ଭଗବାନଙ୍କୁ ଘୋଡ଼ାଇ ହୋଇ ରଖିଥାନ୍ତି ଏବଂ ଯିଏ ଶରଣାଗତ ଜୀବ ଅଛି ତାକୁ କୃପା ପ୍ରଦାନ କରିଥାନ୍ତି, ଯାହାଦ୍ୱାରା ସେମାନେ ଭଗବାନଙ୍କୁ ଜାଣିପାରିବେ। ଯେଉଁମାନେ ଭଗବାନଙ୍କ ଆଡ଼କୁ ପଛ କରି ରହିଥାନ୍ତି, ସେମାନେ ମାୟାର କବଳିତ ହେବା ସହିତ ଯୋଗମାୟାଙ୍କ କୃପାରୁ ମଧ୍ୟ ବଞ୍ଚିତ ହୋଇ ରହିଥାନ୍ତି। ଏବଂ ଯେଉଁମାନେ ଭଗବାନଙ୍କ ସାମ୍ନା ହୋଇ ରହିଥାନ୍ତି, ସେମାନେ ଯୋଗମାୟାଙ୍କ ଆଶ୍ରୟରେ ରହି ମାୟାରୁ ମୁକ୍ତ ହୋଇଥାନ୍ତି। ଶିକ୍ଷା, ମୋର ଦିବ୍ୟ ସ୍ୱରୂପ ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହୋଇଥିବା କାରଣରୁ ସମସ୍ତଙ୍କୁ ଦୃଶ୍ୟମାନ ହୁଏ ନାହିଁ। ତେଣୁ ଅଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ ମୁଁ ଅଜନ୍ମା ଏବଂ ଅପରିବର୍ତ୍ତନୀୟ ଅଟେ। I am not manifest to everyone, being veiled by my divine Yogamaya energy. Hence, those without knowledge do not know me, that I am without birth and changeless. Hare Krishna.